ସଚେତନତା ଶିବିରରେ ଅତିଥିଙ୍କୁ ମଞ୍ଚକୁ ନିମନ୍ତ୍ରଣ ବେଳେ ଆରମ୍ଭ ହେଲା ହଟ୍ଟଗୋଳ। ସୋର ନିର୍ବାଚନ ମଣ୍ଡଳୀରେ ବାହାନଗା ବ୍ଲକରେ ବିଜୁ ଜନତା ଦଳ ଦୀର୍ଘ ଦିନରୁ ଗୋଷ୍ଠୀ କନ୍ଦଳ ପାଇଁ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇ ରହିଛି। ଗୋଟିଏ ଗୋଷ୍ଠୀ ସୋର ବିଧାୟକଙ୍କୁ ସମର୍ଥନ ଦେଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ସୋର ବିଧାୟକଙ୍କୁ ବିରୋଧ କରୁଥିବା ଦେଖିବାକୁ ମିଳିଛି। ନିକଟ ଅତୀତରେ 5T ଅଧ୍ୟକ୍ଷଙ୍କ ଗସ୍ତ ବେଳେ ମଧ୍ୟ ସୋର ନିର୍ବାଚନ ମଣ୍ଡଳୀରେ ଦୁଇ ଗୋଷ୍ଠୀଙ୍କର ଦୁଇଟି ଟେଣ୍ଟ ଦେଖିବାକୁ ମିଳିଥିଲା। ଆଜି ମଧ୍ୟ ପଥରପେଣ୍ଟ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଚାଲିଥିବା ବେଳେ ଅତିଥିମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କଲାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ଧସ୍ତାଧସ୍ତି ହାତାହାତି। ଉକ୍ତ କାରଣ ଯୋଗୁଁ ଶିବିର ନିକଟରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ବିଡିଓଙ୍କ ହସ୍ତକ୍ଷେପ ପରେ ସୀମିତ ସମୟ ମଧ୍ୟରେ ଘଟଣା ଶାନ୍ତ ପଡ଼ିଥିଲା। ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ପଥରପେଣ୍ଟ ସରପଞ୍ଚ ଉର୍ମିଳା ପାଣ୍ଡିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବାହାନଗା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ମିଶ୍ର, ସମ୍ମାନିତ ଅତିଥି ଭାବେ ବାହାନଗା ବିଡିଓ ରବୀନ୍ଦ୍ର କୁମାର ସେଠୀ, ପଥରପେଣ୍ଟର ସମିତି ସଭ୍ୟ ଶରତ ରାଜ, ନାୟବ ସରପଞ୍ଚ ଶ୍ରୀଧର ମହାନ୍ତି, ବ୍ଲକର ସମାଜ କଲ୍ୟାଣ ଅଧିକାରିଣୀ ଅମ୍ବିକା ପୃଷ୍ଟି, ପଞ୍ଚାୟତ ଅଧିକାରିଣୀ ଗୀତାଞ୍ଜଳି ମଢୁଆଳ ପ୍ରମୁଖ ମଞ୍ଚାସୀନ ହୋଇ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ବିଷୟରେ ସାଧାରଣ ଲୋକଙ୍କୁ ଅବଗତ କରାଇଥିଲେ। ପରେ ସମସ୍ତ ଅତିଥି ପଞ୍ଚାୟତରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ହୋଇଥିବା ବିଭିନ୍ନ ଷ୍ଟଲ ଗୁଡ଼ିକୁ ବୁଲି ପରିଦର୍ଶନ କରିଥିଲେ। ସଭା କାର୍ଯ୍ୟ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭାସ୍ଥଳରେ ଉତ୍ତେଜନା ଯୋଗୁଁ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏହିପରି ଗୋଷ୍ଠୀ କନ୍ଦଳ ଆଗାମୀ ନିର୍ବାଚନରେ ଦଳ ପ୍ରତି ଘାତକ ସାବ୍ୟସ୍ତ ହୋଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ବାହାନଗାରୁ ଶିଶିର ରାୟଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।